ମାନସ କହିଲେ, କାଜଲ ରୋଷେଇ କାମ ତୁରନ୍ତ ସମାପ୍ତ କର। ମୁଁ ଅଫିସରୁ ଗଲା ପରେ ଆମେ ଚଳଚ୍ଚିତ୍ର ଦେଖିବାକୁ ଯିବା। ପରେ ଆଜି ଆମେ ବାହାରେ ରାତ୍ରି ଭୋଜନ କରିବା। ମାନସ ଫେରିବା ବେଳେ କାଜଲ ପାଇଁ ଏକ ସୁନ୍ଦର ସୁଟ୍ ଆଣିଥିଲେ। ଆଜି କାଜଲର ବିବାହର 7 ବର୍ଷ ପରେ ସେ ଏକ ସୁଟ୍ ପିନ୍ଧିବାକୁ ପାଇଲେ। ଅନ୍ୟଥା ସେ ସବୁବେଳେ ଶାଢ଼ୀ ପିନ୍ଧୁଥିଲେ। ପ୍ରସ୍ତୁତ ହେବା ପରେ ମାନସର ସ୍ୱର ବାହାରୁ ଆସିବା ପରେ ସେ ନିଜକୁ ଦର୍ପଣରେ ଦେଖୁଥିଲେ। ଯେତେବେଳେ କାଜଲ ଶୀଘ୍ର ତାଙ୍କ କୋଠରୀରୁ ବାହାରକୁ ଆସିଲେ, ତାଙ୍କ ଶାଶୁ ତାଙ୍କୁ ଦେଖି ହସିବାକୁ ଲାଗିଲେ ଏବଂ କହିଲେ, ଆରେ ବଡ଼ ବୋହୂ, ଏହିପରି ସୁଟ୍ କେବଳ ମୋ ସାନ ବୋହୂ ନିଧି ଉପରେ ଭଲ ଦେଖାଯାଏ। ଏପରି ସୁଟ୍ କେବଳ ପତଳା ଝିଅଙ୍କୁ ଭଲ ଦେଖାଯାଏ। ଏହା କହି ଶାଶୁ ସୁଭଦ୍ରା ଜୋରରେ ହସିଲେ। ତାଙ୍କ କଥା ଶୁଣି କାଜଲଙ୍କ ମୁହଁ ଫିକା ପଡ଼ିଗଲା। ତାଙ୍କ ଝିଅ ମଧ୍ୟ ଛାଡ଼ି ନଥିଲେ। ସେ ମଧ୍ୟ କହିଛନ୍ତି ଯେ, ଭାଉଜ, ତୁମର ବିବାହକୁ 7 ବର୍ଷ ହୋଇଗଲାଣି ଏବଂ ମାତ୍ର 7 ମାସ ପୂର୍ବେ ଆସିଥିବା ତୁମେ ତୁମର ସାନ ଯା ସହିତ ପ୍ରତିଦ୍ୱନ୍ଦିତା କରୁଛ। ସାନ ଭାଇ ଏବଂ ଭାଉଜଙ୍କୁ ବୁଲାବୁଲି କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଏହି ବୟସରେ ତୁମର କ'ଣ ଆଗ୍ରହ ଅଛି ଯେ ତୁମେ ତୁମର ପିଲାଙ୍କୁ ବାପ ଘରେ ଛାଡ଼ି ତୁମେ ବୁଲିବାକୁ ଯାଉଛ? ମୁଁ ଏସବୁକୁ ଆଦୌ ପସନ୍ଦ କରେ ନାହିଁ। ସେହି ସମୟରେ ମାନସ ଭିତରକୁ ଆସି କହିଲା, କାଜଲ, କ'ଣ ହେଲା? ତୁମେ ଏପର୍ଯ୍ୟନ୍ତ ଏଠାରେ ଠିଆ ହୋଇଛ? ମୁଁ କେତେବେଳୁ ବାହାରେ ତୁମକୁ ଅପେକ୍ଷା କରିଛି। କାଜଲ କହିଲା, ଟିକେ ରୁହ, ମୁଁ ଏକ ଶାଢ଼ୀ ପିନ୍ଧି ଆସୁଛି। ମାନସ କହିଲେ, ସୁଟ୍ରେ କ'ଣ ଖରାପ ଅଛି? ଆମେ କୌଣସି ସମ୍ପର୍କୀୟଙ୍କ ଘରକୁ ଯାଉନାହାନ୍ତି, କେବଳ ଏକ ଚଳଚ୍ଚିତ୍ର ଦେଖିବାକୁ ଯାଉଛନ୍ତି। ତୁମେ ଭଲ ଦେଖାଯାଉଛ। ଅନ୍ୟମାନଙ୍କ ଆଖିରେ ନିଜକୁ ଦେଖ ନାହିଁ। ମୁଁ ତୁମକୁ ପସନ୍ଦ କରୁଛି, ଏହା ଯଥେଷ୍ଟ। ମାନସ ଥରେ ମାତା ସୁଭଦ୍ରା ଏବଂ ଭଉଣୀ ରେଖାଙ୍କୁ ଚାହିଁଲେ ଏବଂ କାଜଲକୁ ନେଇ ଚାଲିଗଲେ। ଦୁହେଁ ଚାଲିଯିବା ପରେ ରେଖା ମାତା ସୁଭଦ୍ରାଙ୍କୁ କହିଥିଲା, ଏ କ'ଣ ମା, ଏହି ବଡ଼ ବୋହୂ ଏହି ବୟସରେ କ'ଣ ହେଉଛନ୍ତି? ସ୍କୁଲ କ'ଣ 3 ଦିନ ଛୁଟି ହୋଇଗଲା। ସେ ତାଙ୍କ 2 ପିଲାଙ୍କୁ ନିଜ ଘରକୁ ପଠାଇଲେ ଏବଂ ନବବିବାହିତ ମହିଳାଙ୍କ ପରି ଚଳଚ୍ଚିତ୍ର ଦେଖିବାକୁ ଗଲେ। ରେଖାଙ୍କ କଥା ଶୁଣି ମାତା ସାବିତ୍ରୀ କହିଛନ୍ତି, ଝିଅ, ବର୍ତ୍ତମାନ ଏମାନେ ନୂତନ ବୋହୂକୁ ଦେଖିବା ପରେ ଏପରି ହୋଇଛନ୍ତି, କିନ୍ତୁ ବ୍ୟସ୍ତ ହୁଅ ନାହିଁ। ମୁଁ ଜାଣେ କିପରି ସେମାନଙ୍କୁ ବାଟକୁ ଆଣିବି। ଚାଲ, ବର୍ତ୍ତମାନ ଆମେ ଖାଦ୍ୟ ଖାଇବା। ମନୋଜ ଏବଂ ନିଧି ଚଳଚ୍ଚିତ୍ର ଦେଖିବା ପରେ ବାହାରେ ରାତ୍ରି ଭୋଜନ କରି ଆସିବେ। 2 ଜଣ ଖାଦ୍ୟ ଖାଇସାରିବା ପରେ ଦେଖିଲେ ସାନ ଭାଇ ଭାଉଜ ଆସିଗଲେ। ଉଭୟଙ୍କୁ ଦେଖିବା ପରେ ରେଖା କହିଛନ୍ତି, ଆରେ ଭାଇ, ତୁମେମାନେ ଏତେ ଶୀଘ୍ର କିପରି ଆସିଲ? ତୁମେମାନେ ରାତ୍ରି ଭୋଜନ କରିବା ପରେ ଆସିବାର ଥିଲା, ନୁହଁ କି? ନିଧି ରାଗରେ ଗରଗର ହୋଇ କହିଲେ, ମନୋଜଙ୍କର ପେଟ ଗଡ଼ବଡ଼ ହୋଇଗଲା, ସେଥିପାଇଁ ସେ ମନା କରିଦେଲେ। ସେ କହୁଛନ୍ତି ଯେ ସେ କେବଳ ଘରର ଖାଦ୍ୟ ଖାଇବେ, ସେଥିପାଇଁ ପ୍ରୋଗ୍ରାମ ବାତିଲ ହେଲା। ସବୁ କଥା ଶୁଣିବା ପରେ ମାତା ସାବିତ୍ରୀ କହିଲେ, ହଁ, ଯଦି ପେଟ ଗଡ଼ବଡ଼ ଅଛି, ତେବେ କିପରି ବାହାର ଖାଦ୍ୟ ହଜମ କରିବାକୁ ସମର୍ଥ ହେବ? ଆମେ ଖାଇବା ଖାଇସାରିଛୁ, ସେଥିପାଇଁ ଖାଦ୍ୟ ସମାପ୍ତ ହୋଇଛି। ଗୋଟିଏ ଜିନିଷ କର, ତୁ ତୁମ ପାଇଁ ଖାଦ୍ୟ ରାନ୍ଧ। ମାତାଙ୍କ କଥା ଶୁଣିବା ପରେ ନିଧି କହିଥିଲା, କ'ଣ? କାଜଲପା ଆମ ପାଇଁ ଖାଦ୍ୟ ରାନ୍ଧିଲେ ନାହିଁ? ମୁଁ ତାଙ୍କୁ ରୋଷେଇ କରିବାକୁ କହିଥିଲି, ତଥାପି ସେ ରୋଷେଇ କଲେ ନାହିଁ। ମନୋଜ କହିଲେ, ଯଦି ଖାଇବା ତିଆରି ହୋଇନାହିଁ, ତେବେ ତୁମେ ଯାଇ ଖିଚିଡ଼ି ପ୍ରସ୍ତୁତ କର। ରେଖା କହିଲେ, ଭାଉଜ, ଘରେ ଥିଲେ ସିନା ରୋଷେଇ କରନ୍ତେ। ସେ ତ ତାଙ୍କ ସ୍ୱାମୀଙ୍କ ସହ ଚଳଚ୍ଚିତ୍ର ଦେଖିବାକୁ ଯାଇଛନ୍ତି। ତାଙ୍କ କଥା ଶୁଣିବା ପରେ ନିଧି ଉଚ୍ଚ ସ୍ୱରରେ କହିଥିଲେ, ଭଗବାନ, ଏଠାରେ ଆମର ଯୋଜନା ବାତିଲ ହେଉଛି ଆଉ ଅପା ଭାଇଙ୍କ ସହ ଏକ ଚଳଚ୍ଚିତ୍ର ଦେଖିବାକୁ ଯାଇଛନ୍ତି। ଏହି ବୟସରେ ସେମାନେ। ମନୋଜ ତାଙ୍କ କଥା ଶୁଣିବା ପରେ କହିଥିଲେ, ନିଧି, ଶୀଘ୍ର ଯାଇ ଖିଚିଡ଼ି ତିଆରି କର। ନିଧି କହିଲେ, ଯାଉଛି। ବର୍ତ୍ତମାନ ମୋତେ ଖିଚିଡ଼ି ତିଆରି କରିବାକୁ ପଡ଼ିବ, କିନ୍ତୁ ମୁଁ ନିଜ ପାଇଁ ପିଜା ଅର୍ଡ଼ର କରୁଛି। କିଛି ସମୟ ପରେ ଖିଚିଡ଼ି ପ୍ରସ୍ତୁତ ହୋଇଗଲା ଏବଂ ପିଜା ମଧ୍ୟ ଘରେ ପହଞ୍ଚିଗଲା। ନିଧି ଏବଂ ମନୋଜ ଖାଦ୍ୟ ଖାଇଲା ପରେ ସମସ୍ତଙ୍କ ସହିତ ଯାଇ ବସିଥିଲେ। ମାନସ ଓ କାଜଲ ଆସିଥିଲେ। ମାନସ ସିଧା ତାଙ୍କ କୋଠରୀକୁ ଚାଲିଗଲେ, କିନ୍ତୁ କାଜଲ ଆସି ସେମାନଙ୍କ ସହ ପାଖରେ ବସିଥିଲେ। ସେହି ସମୟରେ ମନୋଜ ପଚାରିଲେ, ଭାଉଜ, ଚଳଚ୍ଚିତ୍ର କେମିତି ଥିଲା? ବିବାହ ପରେ ପ୍ରଥମ ଥର ପାଇଁ ତୁମେ ଭାଇଙ୍କ ସହ ଏକ ଚଳଚ୍ଚିତ୍ର ଦେଖିବାକୁ ଯାଇଥିଲ।
ତ କେମିତି ଅନୁଭୂତି ଥିଲା? ସବୁ ଶୁଣିବା ପରେ କାଜଲ ହସିଥିଲେ। ଏହି ସମୟରେ ନିଧି କହିଲେ, ଅପା ସୁଟ୍ରେ ତୁମେ ଆଦୌ ଭଲ ଦେଖାଯାଉନ। କାଜଲ କହିଲେ, ମୋ ସ୍ୱାମୀଙ୍କୁ ମୁଁ ଭଲ ଦେଖାଯାଉଛି ତାହା ଯଥେଷ୍ଟ। ଏହା କହି କାଜଲ ସେଠାରୁ ଉଠି ନିଜ କୋଠରୀକୁ ଚାଲିଗଲେ। ତାଙ୍କୁ ଚାଲିଯିବାର ଦେଖି ମନୋଜ କହିଲା, ନିଧି କହିବା ଶିଖ, ଭାଉଜ ତୁମଠାରୁ ବୟସ୍କ। ଏହା କହି ମନୋଜ ମଧ୍ୟ ତାଙ୍କ କୋଠରୀକୁ ଚାଲିଗଲେ। ନିଧି ଶାଶୁଙ୍କୁ କହିଲେ, ମୁଁ ଦେଖୁଛି ଯେ ଅପା ବଦଳିବା ଆରମ୍ଭ କରିଦେଇଛନ୍ତି। ଏହା ଶୁଣିବା ପରେ ମାତା ସୁଭଦ୍ରା କହିଲେ, ହଁ ମୁଁ ମଧ୍ୟ ଏହାକୁ ଦେଖିପାରୁଛି। ଆଜିକାଲି କାଜଲ ବହୁତ ପରିବର୍ତ୍ତନ କରିବା ଆରମ୍ଭ କରିଦେଇଛି। ସେ ଭୁଲି ଯାଇଛି ଯେ ସେ ଏହି ଘରର ବଡ଼ ବୋହୂ। ତୁମେ ସବୁ ଚିନ୍ତା କର ନାହିଁ, ମୁଁ ଜାଣେ ତାକୁ କିପରି ଭଲ ଭାବରେ ମନେ ପକାଇଦେବି। ଏହା ପରେ ସମସ୍ତେ ନିଜ ନିଜ କୋଠରୀକୁ ଶୋଇବାକୁ ଗଲେ। ପରଦିନ କାଜଲ ସକାଳୁ ଉଠି ନିଜର ଦୈନିକ କାମ କରିବା ଆରମ୍ଭ କଲେ। ଜଳଖିଆ ପ୍ରସ୍ତୁତ ହୋଇଗଲା। ସମସ୍ତେ ଜଳଖିଆ ଖାଇବାକୁ ବସିଲେ। ପ୍ରତିଦିନ ସମସ୍ତଙ୍କ ପାଇଁ ଜଳଖିଆ ପରସୁଥିବା କାଜଲ ଆଜି ସେମାନଙ୍କ ସହ ବସି ଜଳଖିଆ ଖାଇବା ଆରମ୍ଭ କରିଥିଲେ। ଏହା ଦେଖି ଶାଶୁ କହିଲେ, ତୁ ଖାଇବା ପାଇଁ କ'ଣ ବସିଲୁ? କିଏ ଆମକୁ ଜଳଖିଆ ଯୋଗାଇବ? ତାଙ୍କ କଥା ଶୁଣିବା ପରେ କାଜଲ କହିଲା, ମା ମୁଁ ଜଳଖିଆକୁ ଏଠାରେ ରଖିଦେଇଛି, ଯାହାର ଦରକାର ସେ ନେଇପାରିବ। ତାଙ୍କ କଥା ଶୁଣିବା ପରେ ଶାଶୁ ରାଗିଗଲେ। କହିଲେ, ଆଜିକାଲି ତୋର ରଙ୍ଗ ବହୁତ ପରିବର୍ତ୍ତନ କରିବା ଆରମ୍ଭ ହୋଇଛି। ତୁ ନିଜକୁ ସାନ ବୋହୂ ସହିତ ସମାନ ବୋଲି ଭାବୁଛୁ କି? ସେ ଏକ ଛୋଟ ଝିଅ, ସେଥିପାଇଁ ସେ ଆମ ସହିତ ଜଳଖିଆ ଖାଇବାକୁ ବସିଥାଏ, କିନ୍ତୁ ତୁ ବଡ଼। ଶାଶୁଙ୍କ କଥା ଶୁଣି କାଜଲ କହିଛନ୍ତି, ଏଥିରେ କ'ଣ ଭୁଲ ଅଛି? ମା ମୋର ବିବାହ ସମୟରେ ମୁଁ ତୁମର ସାନ ବୋହୂଠାରୁ 1 ବା 2 ବର୍ଷ ସାନ ଥିଲି, କିନ୍ତୁ ସେତେବେଳେ ବି ତୁମେ ମୋ ପ୍ରତି କେବେ ସହାନୁଭୂତି ଦେଖାଏନ। ଶାଶୁ କହିଲେ, ବର୍ତ୍ତମାନ ତୁ ଆସିବାର 7 ବର୍ଷ ପରେ ସାନ ବୋହୂ ଏହି ଘରକୁ ଆସିଛି ଏବଂ ସମୟ ଅନୁସାରେ ଆମେ ପରିବର୍ତ୍ତନ ହେବା। ଠିକ୍ କହିଲ ମା, ତୁମେ ବଦଳିବା ଉଚିତ। ଏହା ବହୁତ ଭଲ କଥା, କିନ୍ତୁ ମା ତୁମେ ତଥାପି ମୋତେ 7 ବର୍ଷର ବୋହୂ ପରି ଦେଖୁଛ। ମଝିରେ ମନୋଜ କହିଛନ୍ତି, ମମି ଭାଉଜ ଠିକ୍ କହିଛନ୍ତି, ଉଭୟଙ୍କୁ ସମାନ ବ୍ୟବହାର କରାଯିବା ଉଚିତ। ଏହା ହେବା ଉଚିତ ନୁହେଁ ଯେ ଜଣେ ପ୍ରତ୍ୟେକ ଜିନିଷରେ ସ୍ୱାଧୀନତା ପାଇବ ଏବଂ ଅନ୍ୟଟି କେବଳ ଦାୟିତ୍ୱ ନେବ। ବେଳେବେଳେ ଏହି ଛୋଟ ଜିନିଷ ଗୁଡ଼ିକ ଘରକୁ 2 ଖଣ୍ଡ କରିଦିଏ। ମନୋଜ କିଛି ଭୁଲ କହୁନି। ବର୍ତ୍ତମାନ ମାନସ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି। ଯଦି ନୂଆ ବୋହୂକୁ ଏତେ ସ୍ୱାଧୀନ ଦିଆଯାଏ, ତେବେ ବଡ଼ ବୋହୂକୁ ମଧ୍ୟ ଅନୁମତି ଦିଆଯିବ, ନଚେତ୍ ଘରେ ପରିସ୍ଥିତି ଅସ୍ୱାଭାବିକ ହୋଇଯିବ। ଶାଶୁ କହିଲେ, ହଉ ହେଲା, ଆଜିଠୁ ଏମିତି ହିଁ ହେବ। ତାପରେ ପୁରା ପରିବାର ଖୁସିରେ ହସି ଉଠିଲେ। ମୁଁ ଆଶା କରୁଛି ବନ୍ଧୁଗଣ ଆପଣ ଏହି କାହାଣୀକୁ ପସନ୍ଦ କରିଥିବେ। ଯଦି କାହାଣୀଟିକୁ ପସନ୍ଦ କରିଥିବେ ତେବେ ପ୍ଲିଜ୍ ଆମ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ ଆଣ୍ଡ ସବସ୍କ୍ରାଇବ୍ କରିନିଅନ୍ତୁ। ରହୁଛି, ପୁଣି ଦେଖାହେବ ଏମିତି ଏକ ସୁନ୍ଦର କାହାଣୀ ମାଧ୍ୟମରେ ଆପଣମାନଙ୍କ ସହିତ। ଧନ୍ୟବାଦ।